ସ୍ତ୍ରୀ କେଉଁଦିନ ଚୁଡ଼ି ପିନ୍ଧିଲେ ସ୍ୱାମୀର ଆୟୁଷ କମିଯାଏ। ଥରେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ସାକ୍ଷାତ କରିବା ପାଇଁ ଗଲେ ଏବଂ ପ୍ରଭୁଙ୍କ ପାଖରେ ପହଞ୍ଚି କହିଲେ, ସ୍ୱାମୀ, ମୁଁ ଯେତେବେଳେ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲି ମୋର ନଜର ଆସିବା ବାଟରେ ମୃତ୍ୟୁଲୋକ ଉପରେ ପଡ଼ିଲା ଏବଂ ମୁଁ ଦେଖିଲି କି କିଛି ସଧବା ସ୍ତ୍ରୀମାନେ ନିଜ ଭିତରେ ଚର୍ଚ୍ଚା କରୁଥିଲେ କି ସ୍ତ୍ରୀର ଗୋଟେ ଜିନିଷ ଛୁଇଁଦେଲେ ତାର ଭାଗ୍ୟ ବଦଳିଯିବ ଏବଂ ତା ସହିତ ସ୍ତ୍ରୀ ଯଦି ଏହି ଦିନ ଚୁଡ଼ି ପିନ୍ଧିବ ତାହେଲେ ତା ସ୍ୱାମୀର ଆୟୁଷ କମିଯିବ। ସ୍ୱାମୀ, ମୁଁ ଯେତେବେଳେଠୁ ସେ ଚର୍ଚ୍ଚା ଶୁଣିଲି ମୋ ମନ ବିଚଳିତ ହେଉଛି। ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଆପଣ ମୋର ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେଇ ମୋ ମନକୁ ଶାନ୍ତ କରନ୍ତୁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ମୁଁ ତୁମର ଦୁଇଟି ପ୍ରଶ୍ନର ଉତ୍ତର ଏକ ଛୋଟ କାହାଣୀ ମାଧ୍ୟମରେ ଦେବି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ମୁଁ କାହାଣୀ ଶୁଣେଇଲା ବେଳେ ତୁମେ ମନ ଦେଇ କାହାଣୀଟିକୁ ଶୁଣିବ, କାହିଁକି ନା ଅଧା ଅଧୁରା କାହାଣୀ ଶୁଣିଲେ ଅଧା ଅଧୁରା ଜ୍ଞାନ ପ୍ରାପ୍ତି ହେବ, ଯେଉଁ ଜ୍ଞାନ କୌଣସି କାମରେ ଆସିବ ନାହିଁ। ଭଗବାନ ବିଷ୍ଣୁଙ୍କ କଥା ଶୁଣି ମା ଲକ୍ଷ୍ମୀ କହିଲେ, ଠିକ୍ ଅଛି ସ୍ୱାମୀ, ମୁଁ ଆପଣଙ୍କୁ କଥା ଦେଉଛି କି କାହାଣୀଟିକୁ ମନ ଦେଇ ଶୁଣିବି। ଏଥର କାହାଣୀ ଶୁଣେଇବା ଆରମ୍ଭ କରନ୍ତୁ ପ୍ରଭୁ। ଭଗବାନ ବିଷ୍ଣୁ କହିଲେ କି, ଶୁଣ ଦେବୀ, ଗୋଟିଏ ନଗରୀରେ ଜଣେ ସାହୁକାର ରହୁଥିଲେ। ସେ ବହୁତ ଧନବାନ ଥିଲେ। ତାଙ୍କ ପାଖରେ ସବୁ କିଛି ଥିଲା, ଭଲ ବ୍ୟବସାୟ ଓ ରହିବା ପାଇଁ ବଡ଼ ଘର ବି ଥିଲା। ସାହୁକାରଙ୍କର 3 ପୁଅ ଥିଲେ ଏବଂ ସମସ୍ତଙ୍କର ବିବାହ ହୋଇସାରିଥିଲା। ସାହୁକାରଙ୍କର 3 ବୋହୂ ଥିଲେ। ତାଙ୍କର ସ୍ୱଭାବ ବହୁତ ଭଲ ଥିଲା। ବୋହୂମାନେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କର ବହୁତ ସେବା ଯତ୍ନ କରୁଥିଲେ। ସେଥିପାଇଁ ଘରେ ସୁଖ ଶାନ୍ତିର ବାତାବରଣ ରହିଥିଲା। କିନ୍ତୁ ସାହୁକାରଙ୍କ ବଡ଼ ପୁଅର ସ୍ୱଭାବ ଆଦୌ ଭଲ ନଥିଲା। ସେଥିପାଇଁ ସାହୁକାରଙ୍କ ବଡ଼ ପୁଅର ବାପା ମାଙ୍କ ସହିତ ଭଲ ପଡୁନଥିଲା। ତେଣୁ ସାହୁକାର ତାଙ୍କର ଧନ ସମ୍ପତ୍ତିକୁ ବଡ଼ ପୁଅକୁ ଦେଲେ ନାହିଁ, ବରଂ 2 ସାନ ପୁଅ ଓ 3 ବୋହୂଙ୍କ ମଧ୍ୟରେ ଧନ ସମ୍ପତ୍ତିକୁ ବାଣ୍ଟିଦେଲେ। ଏହି କାରଣରୁ ବଡ଼ ପୁଅର ଆର୍ଥିକ ଅବସ୍ଥା ଆଦୌ ଭଲ ନଥିଲା। ଭଗବାନ ବିଷ୍ଣୁ କହିଲେ କି, ହେ ଦେବୀ, ଥରେ ସାହୁକାର ନିଜ ମନ ଭିତରେ ଚିନ୍ତା କଲେ, ଭଗବାନ ମୋତେ ସବୁ କିଛି ଦେଲେ, କିନ୍ତୁ ଝିଅଟିଏ ଦେଲେ ନାହିଁ। ଯଦି ମୋର ଗୋଟେ ଝିଅ ଥାନ୍ତା, ମୁଁ ତାକୁ ମୋ ମନର କଥା ସବୁ କହିଥାନ୍ତି, ତାକୁ ବହୁତ ସ୍ନେହ ଶ୍ରଦ୍ଧା କରିଥାନ୍ତି। ଭଗବାନ ବିଷ୍ଣୁ କହିଲେ କି, ଦେବୀ, ସାହୁକାର ନିଜ ପତ୍ନୀଙ୍କ ସହିତ ଜୀବନକୁ ଅତିବାହିତ କରୁଥିଲେ, କିନ୍ତୁ ନିଜର କନ୍ୟା ସନ୍ତାନ ନଥିବାରୁ ସେ ବହୁତ ମନ ଭିତରେ ଦୁଃଖୀ ରହୁଥିଲେ। ସାହୁକାର ସଦାବେଳେ ନିଜ ଘର ପାଖରେ ଥିବା ମନ୍ଦିରକୁ ରାଧାରାଣୀଙ୍କ ଦର୍ଶନ କରିବାକୁ ଯାଉଥିଲେ। ଗୋଟେ ଦିନ ଯେତେବେଳେ ସାହୁକାର ରାଧାରାଣୀଙ୍କ ଦର୍ଶନ ପାଇଁ ଗଲେ, ସେଦିନ ମନ୍ଦିରକୁ ଜଣେ ସାଧୁ ଆସିଥିଲେ। ସାହୁକାରଙ୍କୁ ଦେଖି ସାଧୁ ପଚାରିଲେ, ତୁମେ ଦୁଃଖୀ କାହିଁକି ଅଛ? ସାହୁକାର କହିଲେ, ମହାରାଜ, ମୋର ଝିଅଟିଏ ନାହିଁ, ସେଇଥିପାଇଁ ମୁଁ ବହୁତ ଦୁଃଖୀ। ସାଧୁ ମହାରାଜ ସ୍ମିତ ହାସ୍ୟ ଦେଇ କହିଲେ, ଯଦି ଜୀବନରେ କାହାର ଅଭାବ ଥାଏ ତାହେଲେ ସେହି ଜାଗାରେ ଭଗବାନଙ୍କୁ ବସାଇ ଦେବା ଉଚିତ। ସାହୁକାର କହିଲେ, ମୋର କେହି ଝିଅ ନାହାନ୍ତି, ତାହେଲେ ମୋର କ'ଣ କରିବା ଉଚିତ? ତାପରେ ସାଧୁ ମହାରାଜ କହିଲେ, ତମେ ଗୋଟେ କାମ କର, ତୁମେ ରାଧାରାଣୀଙ୍କୁ ନିଜ ଝିଅ ଭାବେ ମାନିନିଅ। ଭଗବାନ ବିଷ୍ଣୁ କହିଲେ, ଦେବୀ, ସାଧୁ ମହାରାଜଙ୍କ କଥା ଶୁଣି ସାହୁକାର ସେହିଦିନ ରାଧାରାଣୀଙ୍କ ବଡ଼ ଚିତ୍ର ଆଣିଲେ ଏବଂ ନିଜର ଘରେ ଲଗାଇଲେ। ସେବେଠାରୁ ସାହୁକାରଙ୍କ ଜୀବନ ପୁରା ବଦଳିଗଲା। ସେ ଉଠିଲେ, ବସିଲେ, ଶୋଇଲେ, ଜାଗିଲେ ଶ୍ରୀ ରାଧାରାଣୀଙ୍କୁ ନିଜ ଝିଅ ଭାବି ତାଙ୍କ ସହିତ କଥା ହେବାକୁ ଲାଗିଲେ। ଖାଲି ସେତିକି ନୁହେଁ, ସାହୁକାର ନିଜ ଝିଅ ରାଧାରାଣୀଙ୍କୁ ନିଜର ମନ କଥା ସବୁ କହି ଖୁସି ଅନୁଭବ କରୁଥିଲେ। ଏହିଭଳି ଭାବରେ ସାହୁକାରଙ୍କର ରାଧାରାଣୀଙ୍କ ପାଖରେ ଏମିତି ମନ ଲାଗିଲା ଯେ ସେ ଯେତେବେଳେ ଦୋକାନକୁ ଯାଉଥିଲେ ରାଧାରାଣୀଙ୍କୁ ଭୋଗ ଲଗାଇ ପ୍ରସାଦ ପାଇ ଯାଉଥିଲେ ଏବଂ ସନ୍ଧ୍ୟାବେଳକୁ ଫେରି ରାଧାରାଣୀଙ୍କୁ ପ୍ରଣାମ କରି ତାଙ୍କ ସହିତ କଥା ହେଉଥିଲେ ଏବଂ ଭୋଗ ଲଗାଇ ତାର ପ୍ରସାଦ ଗ୍ରହଣ କରୁଥିଲେ। ଭଗବାନ ବିଷ୍ଣୁ କହିଲେ, ଦେବୀ, ସେ ସାହୁକାର ଯେବେଠାରୁ ରାଧାରାଣୀଙ୍କୁ ନିଜ ଝିଅ ହିସାବରେ ସ୍ୱୀକାର କରିଛି, ସେବେଠାରୁ ସେ ସାହୁକାର ବହୁତ ଆନନ୍ଦରେ ନିଜର ଜୀବନକୁ ଅତିବାହିତ କରୁଛି। ଯେତେବେଳେ ସାହୁକାରଙ୍କୁ କିଏ ପଚାରୁଥିଲେ, ତୁମର କେତୋଟି ପିଲା? ସାହୁକାର କହୁଥିଲେ, ମୋର 3 ପୁଅ, 3 ବୋହୂ ଆଉ ଗୋଟିଏ ଝିଅ। ଭଗବାନ ବିଷ୍ଣୁ କହିଲେ, ଦେବୀ, ଗୋଟେ ଦିନ ସାହୁକାରଙ୍କ ଘରକୁ ଚୁଡ଼ି ପିନ୍ଧାଳି ବନିହାରିନ୍ ଆସିଲା। କିନ୍ତୁ ରାଧାରାଣୀ ଚିନ୍ତା କଲେ, ଆଜି ତ ଠିକ୍ ଦିନ ନୁହେଁ, ଆଉ ଆଜିର ଦିନରେ ଚୁଡ଼ି ପିନ୍ଧିବା ଶୁଭ ନୁହେଁ। ରାଧାରାଣୀ ନିଜ ମାୟାରେ ଚୁଡ଼ିର ରଙ୍ଗ ଖରାପ କରିଦେଲେ। ସେଥିପାଇଁ ସାହୁକାରଙ୍କ ବୋହୂମାନେ ଚୁଡ଼ି ନ ପିନ୍ଧି ବନିହାରିନ୍କୁ ଫେରାଇ ଦେଲେ। ସେପଟେ ବନିହାରିନ୍ 2 ଦିନ ପରେ ସେହି ଚୁଡ଼ିକି ଦେଖିଲା ବେଳକୁ
ସେ ଚୁଡ଼ିର ରଙ୍ଗ ବହୁତ ସୁନ୍ଦର ଦେଖାଯାଉଥିଲା। ତାପରେ ମନିହାରିନ୍ ସେ ଚୁଡ଼ିକୁ ନେଇ ପୁଣି ସାହୁକାର ଘରକୁ ଆସିଲା। ଏଥର ସାହୁକାରଙ୍କ ତିନି ବୋହୂ ଚୁଡ଼ି ପିନ୍ଧିଲେ। ସ୍ୱୟଂ ରାଧାରାଣୀ ଚୁଡ଼ି ପିନ୍ଧିବା ପାଇଁ ପ୍ରକଟ ହେଲେ। ଯେତେବେଳେ ମନିହାରିନ୍ ରାଧାରାଣୀଙ୍କ ସ୍ୱରୂପ ଦେଖିଲା, ସେ ତାଙ୍କୁ ଦେଖି ସ୍ତବ୍ଧ ହୋଇଗଲା। ରାଧାରାଣୀ ମନିହାରିନ୍ଙ୍କୁ କହିଲେ, ମୋତେ ବି ଚୁଡ଼ି ପିନ୍ଧାଅ। ରାଧାରାଣୀଙ୍କ କଥା ଶୁଣି ମନିହାରିନ୍ ଭାବୁଛି କି ବୋଧହୁଏ ସାହୁକାରଙ୍କ ଘରକୁ କିଏ ଅତିଥି ଆସିଛନ୍ତି, କାହିଁକି ନା ସେ ଯେତେବେଳେ ଚୁଡ଼ି ପିନ୍ଧାଇବା ପାଇଁ ଆସେ କେବଳ ସାହୁକାରଙ୍କ ତିନି ବୋହୂ ଚୁଡ଼ି ପିନ୍ଧନ୍ତି। ଭଗବାନ ବିଷ୍ଣୁ କହିଲେ କି ଦେବୀ ମନିହାରିନ୍ ଏମିତି ସବୁ ଚିନ୍ତା କରି ରାଧାରାଣୀଙ୍କୁ ଚୁଡ଼ି ପିନ୍ଧାଇ ଦେଲେ ଏବଂ ରାଧାରାଣୀ ଚୁଡ଼ି ପିନ୍ଧି ସାରିଲା ପରେ ଏକ ଓଟ ଉପରେ ବସି ଅନ୍ତର୍ଦ୍ଧାନ ହୋଇଗଲେ। ସମସ୍ତଙ୍କୁ ଚୁଡ଼ି ପିନ୍ଧାଇ ସାରିବା ପରେ ମନିହାରିନ୍ ସାହୁକାରଙ୍କ ଦୋକାନକୁ ତାର ପ୍ରାପ୍ୟ ପାଇଁ ନେବା ପାଇଁ ଗଲା। ମନିହାରିନ୍ ସାହୁକାରଙ୍କୁ କହିଲା କି ଘରକୁ ଚୁଡ଼ି ପିନ୍ଧାଇବା ପାଇଁ ଯାଇଥିଲି, ତିନି ବୋହୂଙ୍କୁ ଚୁଡ଼ି ପିନ୍ଧାଇ ଆସିଲି। ତାପରେ ସାହୁକାର ମନିହାରିନ୍ଙ୍କୁ ସବୁବେଳେ ଯେତିକି ଟଙ୍କା ଦେଉଥିଲେ ସେତିକି ଟଙ୍କା ଦେଲେ। କିନ୍ତୁ ମନିହାରିନ୍ କହିଲା, ଆଜ୍ଞା ମୁଁ ଆଜି 3 ଜଣ ନୁହେଁ 4 ଜଣଙ୍କୁ ଚୁଡ଼ି ପିନ୍ଧାଇଛି, ସେଥିପାଇଁ ମୋତେ ଅଧିକା ପଇସା ଦିଅନ୍ତୁ। ଭଗବାନ ବିଷ୍ଣୁ କହିଲେ, ଦେବୀ ମନିହାରିନ୍ର କଥା ଶୁଣି ସାହୁକାର କହିଲେ, ମୋ ଘରେ 3 ବୋହୂ ଅଛନ୍ତି, ତାହେଲେ 4 ଜଣଙ୍କୁ କେମିତି ଚୁଡ଼ି ପିନ୍ଧାଇଲ? ମନିହାରିନ୍ କହିଲା, ଆଜ୍ଞା ମୁଁ କେବଳ ଏତିକି ଜାଣିଛି, ମୁଁ ଆପଣଙ୍କ ଘରେ 4 ଜଣଙ୍କୁ ଚୁଡ଼ି ପିନ୍ଧାଇଛି। ସାହୁକାର କହିଲେ, ଠିକ୍ ଅଛି, ତୁମେ ଏବେ 3 ଜଣଙ୍କ ପଇସା ନିଅ, ମୁଁ ଘରେ ଯାଇ ବୁଝି ସାରିବା ପରେ ତୁମେ ଆଉ କାହାକୁ ଚୁଡ଼ି ପିନ୍ଧାଇଛ ତାପରେ ଯାଇ ପଇସା ଦେବି। ମନିହାରିନ୍ କହିଲା, ଠିକ୍ ଅଛି ଆଜ୍ଞା, ଆପଣ ପ୍ରଥମେ ଘରେ ବୁଝନ୍ତୁ, ତାପରେ ମୋତେ ପଇସା ଦେବେ। କହି ମନିହାରିନ୍ ଚାଲିଗଲା। ଭଗବାନ ବିଷ୍ଣୁ କହିଲେ, ଦେବୀ ସନ୍ଧ୍ୟାରେ ଯେତେବେଳେ ସାହୁକାର ଘରେ ପହଞ୍ଚି ମନିହାରିନ୍ କଥା ପଚାରିଲେ, ବୋହୂମାନେ କହିଲେ କି କେବଳ ଆମେ 3 ଜଣ ହିଁ ଚୁଡ଼ି ପିନ୍ଧିଛୁ। ସାହୁକାର କହିଲେ, ମୁଁ ସେହି କଥା ସେ ମନିହାରିନ୍ଙ୍କୁ ସେତେବେଳୁ ବୁଝାଉଛି କି ଆମ ଘରେ 3 ବୋହୂ ହିଁ ଚୁଡ଼ି ପିନ୍ଧିଛନ୍ତି, ଇଏ ଚତୁର୍ଥ ଜଣ କିଏ ଯାହାକୁ ତମେ ଚୁଡ଼ି ପିନ୍ଧାଇଲ? କିନ୍ତୁ ମନିହାରିନ୍ ସେଇ କଥା ଏକା କଥା କହୁଥିଲା ଯେ ସେ 4 ଜଣଙ୍କୁ ଚୁଡ଼ି ପିନ୍ଧାଇଛି। ଭଗବାନ ବିଷ୍ଣୁ କହିଲେ, ଦେବୀ ଏହିଭଳି ଭାବରେ ସାହୁକାର ସେ ସବୁ କଥା ଭୁଲିଯାଇ ନିଜ ନିତ୍ୟ କାର୍ଯ୍ୟରେ ଲାଗିଗଲା। ସାହୁକାର ରାଧା ରାଧା ଜପି ଜପି ଶ୍ରୀ ରାଧାରାଣୀଙ୍କୁ ଭୋଗ ଲଗାଇ ପ୍ରସାଦ ସେବନ କରି ଶୋଇପଡ଼ିଲେ। ଯେତେବେଳେ ସାହୁକାରଙ୍କୁ ନିଦ ଆସିଗଲା, ତାଙ୍କ ସ୍ୱପ୍ନରେ ରାଧାରାଣୀ ପ୍ରକଟ ହେଲେ ଆଉ ତାଙ୍କ ଆଖିରେ ଅଶ୍ରୁ ଥିଲା। ସାହୁକାର ପଚାରିଲେ, ଝିଅ ତୁମେ ଉଦାସ କାହିଁକି ଅଛ? ଶ୍ରୀ ରାଧାରାଣୀ କହିଲେ, ଆପଣ ମୋତେ ଝିଅ କରିଲେ, କିନ୍ତୁ ଆପଣ ମୋତେ ସମ୍ପୂର୍ଣ୍ଣ ଭୁଲିଗଲେ, ମନେ ରଖିଲେ ନାହିଁ, ସେଥିପାଇଁ ମୁଁ ବହୁତ ଦୁଃଖୀ। ଭଗବାନ ବିଷ୍ଣୁ କହିଲେ, ଦେବୀ ସାହୁକାର ଏକଥା ଶୁଣି ସ୍ୱପ୍ନରେ କାନ୍ଦି କାନ୍ଦି କହିଲେ, ଝିଅ ମୋତେ କ୍ଷମା କରିଦେ, ମୋର ବହୁତ ବଡ଼ ଭୁଲ ହେଇଯାଇଛି। କହି ସାହୁକାର ତୁରନ୍ତ ଉଠି ଛିଡ଼ା ହୋଇଗଲେ ଏବଂ ତାଙ୍କର ଆଖିରୁ ଅଶ୍ରୁଧାରା ବହି ଚାଲିଥାଏ। ସାହୁକାର ସିନ୍ଦୁକରୁ ପଇସା ବାହାର କରି ମନିହାରିନ୍ର ଘର ଆଡ଼କୁ ଆଗେଇ ଚାଲିଲେ। ସାହୁକାର ମନିହାରିନ୍ର ଘରେ ପହଞ୍ଚି କବାଟ ବାଡ଼େଇଲେ। ମନିହାରିନ୍ କବାଟ ଖୋଲି ଦେଖିଲା ତ ସାହୁକାର ଛିଡ଼ା ହୋଇଛନ୍ତି। ତାଙ୍କର ଆଖିରୁ ଅଶ୍ରୁଧାରା ବହି ଚାଲିଥିଲା ଏବଂ ସାହୁକାର ମନିହାରିନ୍ଙ୍କୁ କହିବାକୁ ଲାଗିଲେ କି ତୁମ ଭଳି ବଡ଼ ଭାଗ୍ୟ କାହାର ନାହିଁ, ତୁମେ ବହୁତ ଭାଗ୍ୟବାନ ଅଟ। ମନିହାରିନ୍ ପଚାରିଲା, ଆଜ୍ଞା କ'ଣ ହେଲା, ଏମିତି କାହିଁକି କହୁଛନ୍ତି? ସାହୁକାର କହିଲେ, ମୁଁ ରାଧାରାଣୀଙ୍କୁ ମୋ ଝିଅ ବନେଇଛି, କିନ୍ତୁ ମୁଁ କେବେ ତାଙ୍କ ଆଖିରେ ଦେଖିନଥିଲି, କିନ୍ତୁ ତୁମେ ଆଜି ତାଙ୍କୁ ନିଜ ହାତରେ ଚୁଡ଼ି ପିନ୍ଧେଇଛ, ତୁମଠାରୁ ଭାଗ୍ୟଶାଳୀ ଆଉ କେହି ବି ନାହାନ୍ତି। ମୁଁ ତୁମକୁ ମୋ ଝିଅ ପିନ୍ଧିଥିବା ଚୁଡ଼ିର ପଇସା ଦେବାକୁ ଆସିଛି। ଏହା କହି ସାହୁକାର ଆଣିଥିବା ମୁଦ୍ରା ଥଳିକୁ ତାଙ୍କ ହାତରେ ଦେଇଦେଲେ ଆଉ କହିଲେ, ଏଥିରୁ ଯାହା ନେବାର ଅଛି ନେଇଯାଅ। ଭଗବାନ ବିଷ୍ଣୁ କହିଲେ, ଦେବୀ ଯେତେବେଳେ ମନିହାରିନ୍ ଶୁଣିଲା ସ୍ୱୟଂ ରାଧାରାଣୀ ତା ହାତରୁ ଚୁଡ଼ି ପିନ୍ଧିବା ପାଇଁ ଆସିଥିଲେ, ମନିହାରିନ୍ର ଆଖିରୁ ଅଶ୍ରୁର ଧାରା ବହିବାକୁ ଲାଗିଲା ଏବଂ ମନିହାରିନ୍ କହିଲା, ସାହୁକାର ଆଜ୍ଞା, ମୁଁ ରାଧାରାଣୀଙ୍କୁ ଚୁଡ଼ି ପିନ୍ଧେଇବା ପଇସା କେମିତି ନେଇପାରିବି? ଏମିତି ସୌଭାଗ୍ୟ କାହାକୁ ମିଳିପାରିବ ଯାହା ମୋତେ ମିଳିଥିଲା? ଆଉ ମୁଁ ରାଧାରାଣୀଙ୍କୁ ମୋ ନିଜ ହାତରେ ଚୁଡ଼ି ପିନ୍ଧେଇଛି। ମୁଁ ଆପଣଙ୍କ ପାଖରୁ ଝିଅ ରାଧାରାଣୀର ଚୁଡ଼ି ପଇସା କେବେ ବି ନେବି ନାହିଁ। ଭଗବାନ ବିଷ୍ଣୁ କହିଲେ, ଦେବୀ ସାହୁକାର କିନ୍ତୁ ମନିହାରିନ୍ କଥା ନ ଶୁଣି ମୁଦ୍ରା ଥଳିଟିକୁ ତା ଘରେ ରଖିଦେଇ ପଳେଇ ଆସିଲେ ନିଜ ଘରକୁ। ତାପରେ ନିଜ ସ୍ତ୍ରୀକୁ ନେଇ ଶ୍ରୀ ରାଧାରାଣୀଙ୍କ ମନ୍ଦିରକୁ ଚାଲିଗଲେ। ସେହି ଦିନଠାରୁ ସାହୁକାର ନିଜର ସବୁ କିଛି ତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ ଏବଂ ନିଜର ଶେଷ ଜୀବନକୁ ଶ୍ରୀ ରାଧାରାଣୀଙ୍କ ମନ୍ଦିରରେ ତାଙ୍କର ଭକ୍ତିରେ କାଟିଦେଲେ। ଭଗବାନ ବିଷ୍ଣୁ କହିଲେ, ଦେବୀ ସାହୁକାର ଏବଂ ତାଙ୍କର ପତ୍ନୀ ମନ୍ଦିରରେ ରାଧାରାଣୀଙ୍କ ଭକ୍ତିରେ ହଜିଗଲେ। ଏପଟେ ରାଧାରାଣୀ ସାହୁକାରଙ୍କ ବଡ଼ ପୁଅକୁ ସ୍ୱପ୍ନରେ ଆସି କହିଲେ, ତମେ ନିଜ ମାଆର ସେବା କରୁନାହ, ସେଥିପାଇଁ ତମେ ଏଭଳି ସ୍ଥିତିରେ ଅଛ। ତମେ ଆଜିଠୁ ନିଜ ମାଆର ପାଦ ଛୁଇଁବା ଆରମ୍ଭ କର।
ରାତାରାତି ତୁମ୍ଭର କେମିତି ଭାଗ୍ୟ ବଦଳିଯିବ ଦେଖିବ। ଭଗବାନ ବିଷ୍ଣୁ କହିଲେ, ଦେବୀ, ଏହିଭଳି ଭାବରେ ସାହୁକାରର ବଡ଼ ପୁଅ ନିଜ ମାଆର ପାଦ ପ୍ରତିଦିନ ଛୁଇଁବାକୁ ଲାଗିଲା ଏବଂ ଧୀରେ ଧୀରେ ସେ ବଡ଼ ଲୋକ ହୋଇଗଲା। ତାର ଆଉ ଧନ ସମ୍ପତ୍ତିର ଅଭାବ ରହିଲା ନାହିଁ। ଭଗବାନ ବିଷ୍ଣୁ କହିଲେ, ଦେବୀ, ତୁମ୍ଭର ପ୍ରଥମ ପ୍ରଶ୍ନର ଉତ୍ତର ଏବେ ଶୁଣ। ତୁମ୍ଭର ପ୍ରଥମ ପ୍ରଶ୍ନ ଥିଲା କି ସ୍ତ୍ରୀକୁ ନ ପଚାରି ତାର କୋଉ ଜିନିଷ ଛୁଇଁଦେଲେ ରାତାରାତି ଭାଗ୍ୟ ବଦଳିଯାଏ। ଏହି କଥାଟିକୁ ଭଲରେ ବୁଝ ଦେବୀ। ଯେଉଁ ମଣିଷ ସାହୁକାରର ବଡ଼ ପୁଅ ଭଳି ନିଜ ମାଆର ପାଦ ଛୁଇଁ ସେବା କରିବ ଏବଂ ମାଆର ଚରଣାମୃତକୁ ପାନ କରିବ, ସେ ଲୋକର ଶୋଇଥିବା ଭାଗ୍ୟ ରାତାରାତି ବଦଳିଯିବ। ସେ ଗୋଟେ ଦିନ ବହୁତ ବଡ଼ ଲୋକ ନିଶ୍ଚିନ୍ତ ହେବ। ଭଗବାନ ବିଷ୍ଣୁ କହିଲେ, ଏବେ ତୁମ୍ଭର ଦ୍ୱିତୀୟ ପ୍ରଶ୍ନର ଉତ୍ତର ଶୁଣ। ତୁମ୍ଭର ଦ୍ୱିତୀୟ ପ୍ରଶ୍ନଟି ଥିଲା କି ସ୍ତ୍ରୀ କେଉଁଦିନ ଚୁଡ଼ି ପିନ୍ଧିଲେ ତା ସ୍ୱାମୀର ଆୟୁଷ କମିଯାଏ। ତେବେ ଶୁଣ, ଯେଉଁଦିନ ମନିହାରିନ୍ ସାହୁକାରଙ୍କ ତିନି ବୋହୂଙ୍କୁ ଚୁଡ଼ି ପିନ୍ଧାଇବା ଆସିଥିଲା, ସେଦିନ ରାଧାରାଣୀ ଦେଖିଲେ କି ମଙ୍ଗଳବାର ଥିଲା। ସେଥିପାଇଁ ରାଧାରାଣୀ ତାଙ୍କ ମାୟାରେ ଚୁଡ଼ିର ରଙ୍ଗକୁ କଳା କରିଦେଲେ, ଯେଉଁଥିପାଇଁ ସାହୁକାରର ବୋହୂ ମାନଙ୍କର ଚୁଡ଼ି ପସନ୍ଦ ହେଲାନି। 2 ଦିନ ପରେ ମନିହାରିନ୍ ଶୁକ୍ରବାର ଦିନ ଚୁଡ଼ି ନେଇ ଆସିଲା। ରାଧାରାଣୀଙ୍କ କୃପାରୁ ଚୁଡ଼ିର ରଙ୍ଗ ପୁଣି ଆଉଥରେ ସୁନ୍ଦର ହେଇଗଲା। ସେଦିନ ସାହୁକାରର ତିନି ବୋହୂ ଆଉ ରାଧାରାଣୀ ଚୁଡ଼ି ପିନ୍ଧିଲେ। ଏହିଭଳି ଭାବରେ ସବୁବେଳେ ସଚେତନ ରହିବା ପାଇଁ ରାଧାରାଣୀ ସାହୁକାରଙ୍କ ବଡ଼ ପୁଅ ପରି ତିନି ବୋହୂଙ୍କ ସ୍ୱପ୍ନରେ ଆସି ଚୁଡ଼ିର ମହତ୍ତ୍ୱ ବିଷୟରେ କହିଲେ କି ସବୁ ସଧବା ସ୍ତ୍ରୀମାନେ ଚୁଡ଼ି ପିନ୍ଧିବା ପୂର୍ବରୁ ଏହି ସବୁ କଥା ଉପରେ ବିଶେଷ ଗୁରୁତ୍ୱ ଦେବା ଦରକାର। ସଧବା ସ୍ତ୍ରୀମାନେ ସଦାବେଳେ 21ଟି ଚୁଡ଼ି ପିନ୍ଧିବା ଉଚିତ। ନୂଆ ଚୁଡ଼ି ସଦାବେଳେ ସକାଳେ କିମ୍ବା ସନ୍ଧ୍ୟାବେଳେ ପିନ୍ଧିବା ଉଚିତ। ନୂଆ ଚୁଡ଼ି ସର୍ବଦା ରବିବାର କିମ୍ବା ଶୁକ୍ରବାର ପିନ୍ଧିବା ଦ୍ୱାରା ତାଙ୍କର ସ୍ୱାମୀର ଆୟୁଷ ବଢ଼େ। ଚୁଡ଼ି ମଙ୍ଗଳବାର କି ଶନିବାର ଦିନ କିଣିବା କି ପିନ୍ଧିବା ଉଚିତ ନୁହେଁ। ଏମିତି କଲେ ସ୍ୱାମୀଙ୍କର ଆୟୁଷ କମିଯାଏ। ଚୁଡ଼ି 16 ଶୃଙ୍ଗାର ଭିତରୁ ଗୋଟେ। ସେଥିପାଇଁ ବୁଝି ବିଚାରି ଭାବିଚିନ୍ତି ଚୁଡ଼ି ସଠିକ୍ ଦିନ ଓ ସଠିକ୍ ସମୟରେ ପିନ୍ଧିବା ଉଚିତ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲରେ ନୂଆ ଥିଲେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।